ମୋର ପ୍ରିୟ ଛାତ୍ରଛାତ୍ରୀମାନେ, କିଙ୍ଗ ପ୍ରିୟାଂଶୁର ଆଉ ଏକ ଭିଡ଼ିଓକୁ ମୋର ହାର୍ଦ୍ଦିକ ସ୍ୱାଗତ। ଏହି ଭିଡ଼ିଓରେ ତୁମ୍ଭେମାନେ ଦେଖିବାକୁ ପାଇବ ପବିତ୍ର ରଥଯାତ୍ରା ସମ୍ବନ୍ଧରେ ଏକ ସହଜ ଓ ସଂକ୍ଷିପ୍ତ ହୃଦୟସ୍ପର୍ଶୀ ରଚନା। ମୋର ଆଶା ଓ ବିଶ୍ୱାସ ଯେ ତୁମମାନଙ୍କୁ ଏ ରଚନାଟି ବହୁତ ଭଲ ଲାଗିବ ଏବଂ ଏହା ତୁମମାନଙ୍କର ସହାୟକ ହୋଇପାରିବ। ତାହେଲେ ଆଉ କାଳ ବିଳମ୍ବ ନ କରି ଆରମ୍ଭ କରିବା ପବିତ୍ର ରଥଯାତ୍ରା ସମ୍ବନ୍ଧରେ ରଚନା। ରଥଯାତ୍ରା ଉପକ୍ରମ ଓଡ଼ିଶାରେ 12 ମାସରେ 13 ପର୍ବ ପାଳନ ମଧ୍ୟରେ ରଥଯାତ୍ରା ପର୍ବ ଅନ୍ୟତମ। ଏହି ପର୍ବ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପାଳନ କରାଯାଏ। ଏହାକୁ ଶ୍ରୀଗୁଣ୍ଡିଚା ରଥଯାତ୍ରା ବା ଘୋଷଯାତ୍ରା ବୋଲି କୁହାଯାଏ। ଏହି ଦିନ ପ୍ରଭୁ ଶ୍ରୀଜଗନ୍ନାଥ ଜ୍ୟେଷ୍ଠ ଭାଇ ବଳରାମ ଓ କନିଷ୍ଠା ଭଉଣୀ ସୁଭଦ୍ରାଙ୍କ ସହିତ ରଥରେ ବସି ମାଉସୀ ଶ୍ରୀଗୁଣ୍ଡିଚା ଘରକୁ ବିଜେ କରନ୍ତି। ରଥଯାତ୍ରା ବର୍ଣ୍ଣନା। ଆମ ଓଡ଼ିଶାର ରଥଯାତ୍ରା ସମଗ୍ର ବିଶ୍ୱ ପ୍ରସିଦ୍ଧ। ଏହି ପର୍ବ କେବଳ ଯେ ଓଡ଼ିଶାରେ ପାଳିତ ହୁଏ ଏକଥା ନୁହେଁ, ସମଗ୍ର ପୃଥିବୀର ଅନେକ କୋଣ ଅନୁକୋଣରେ ପାଳିତ ହୋଇଥାଏ। ପ୍ରତିବର୍ଷ ବୈଶାଖ ମାସର ଅକ୍ଷୟ ତୃତୀୟା ଦିନଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଦେବସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କର ଗାଧୁଆ ନୀତି ପରେ ତାଙ୍କୁ ଅଣସର ଗୃହରେ ରଖାଯାଏ। ଅଣସରରେ 15 ଦିନ ରହିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଦ୍ୱିତୀୟା ଦିନ ରଥରେ ବସି ମାଉସୀ ଶ୍ରୀଗୁଣ୍ଡିଚା ଘରକୁ ଯାଆନ୍ତି। ତିନୋଟି ଠାକୁର ତିନୋଟି ରଥରେ ବିଜେ କରନ୍ତି। ବଳଭଦ୍ର ଯେଉଁ ରଥରେ ବିଜେ କରନ୍ତି ସେ ରଥକୁ ତାଳଧ୍ୱଜ ବୋଲି କୁହାଯାଉଥିବା ବେଳେ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ ଓ ଭଉଣୀ ସୁଭଦ୍ରାଙ୍କ ରଥର ନାମ ଦେବଦଳନ ଅଟେ। ରଥଯାତ୍ରାର ପୂର୍ବଦିନ ଅର୍ଥାତ୍ ପ୍ରତିପଦା ଦିନ ତିନୋଟି ରଥକୁ ଫୁଲମାଳ ଓ ନୂତନ ବସ୍ତ୍ରରେ ସୁସଜ୍ଜିତ କରାଯାଏ। ଠାକୁରମାନଙ୍କୁ ମଧ୍ୟ ନୂତନ ବସ୍ତ୍ରରେ ସୁସଜ୍ଜିତ କରାଯାଏ। ରଥଯାତ୍ରା ଦିନ ସକାଳୁ ତିନି ଠାକୁରଙ୍କୁ ନିଜ ନିଜ ରଥକୁ ପାଛୋଟି ଅଣାଯାଏ। ଏହାକୁ ପହଣ୍ଡି ବିଜେ ବୋଲି କୁହାଯାଏ। ପହଣ୍ଡି ବିଜେ ସମୟରେ ଆମ ଓଡ଼ିଶାର ଗଜପତି ରାଜା ଛେରା ପହଁରା କରନ୍ତି। ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀ, କରତାଳିରେ ପରିବେଶ ମୁଖରିତ ହୁଏ। ମଝିରେ ମଝିରେ ହରିବୋଲ ହୁଳହୁଳି ଶବ୍ଦରେ ପୁରୀ ବଡ଼ଦାଣ୍ଡ ଉଛୁଳି ଉଠେ। କିପରି ରଥଯାତ୍ରା ପର୍ବ ସୁଚାରୁ ରୂପେ ପାଳିତ ହେବ ସେଥିପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଥାଏ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଉକ୍ତ ସ୍ଥାନରେ ଶହ ଶହ ପୋଲିସ କର୍ମଚାରୀ ନିଯୁକ୍ତ ଥିବାବେଳେ ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ମଧ୍ୟ ନିଯୁକ୍ତି ଥାନ୍ତି। ସ୍ୱେଚ୍ଛାସେବକମାନେ ମଧ୍ୟ ସେବା କାର୍ଯ୍ୟରେ ଲିପ୍ତ ଥାନ୍ତି। ଠାକୁର 9 ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବା ପରେ ଦଶମୀ ଦିନ ନିଜ ମନ୍ଦିରକୁ ବାହୁଡ଼ି ଆସନ୍ତି। ଏହାକୁ ବାହୁଡ଼ା ଯାତ୍ରା କୁହାଯାଏ। ବାହୁଡ଼ା ଯାତ୍ରା ଦିନ ମଧ୍ୟ ବଡ଼ଦାଣ୍ଡ ଘଣ୍ଟ, ଘଣ୍ଟା, ଗିନି, ମୃଦଙ୍ଗ, ହରିବୋଲ ହୁଳହୁଳିରେ କମ୍ପି ଉଠୁଥାଏ। ଏକାଦଶୀ ତିଥିରେ ଠାକୁରଙ୍କୁ ସୁନାବେଶ କରାଯାଏ। ଏହାପରେ ଠାକୁରଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଯାଏ। ଶେଷ କଥା, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସାରା ବିଶ୍ୱର ଲୋକ ଏହି ପର୍ବକୁ ପାଳନ କରିଥାନ୍ତି। ସମସ୍ତେ ଏକାଠି ମିଶି ଘୋଷଯାତ୍ରାକୁ ସଫଳ କରନ୍ତି। ଏହା ଏକ ଜାତୀୟ ପର୍ବ ଅଟେ। କେବଳ ଯେ ପୁରୀରେ ନୁହେଁ, ଆମ ଦେଶର ପ୍ରତ୍ୟେକ ସହରରେ ଏହି ରଥଯାତ୍ରା ବାହାରିଥାଏ। ଏପରିକି ଛୋଟ ଛୋଟ ଗ୍ରାମମାନଙ୍କର ମଧ୍ୟରେ ଶ୍ରୀଜଗନ୍ନାଥଙ୍କର ଏକ
ଛୋଟ ରଥଟିଏ ବାହାରିଥାଏ। ଗାଁ ବା ସହର ସବୁଠାରେ ଏହି ରଥକୁ ଟାଣି ନେବାକୁ ଭକ୍ତମାନଙ୍କର ପ୍ରବଳ ଭିଡ଼ ହୋଇଥାଏ। ଲୋକମାନଙ୍କର ଈଶ୍ୱରଙ୍କ ପ୍ରତି ଦୃଢ଼ ବିଶ୍ୱାସ ଓ ଭକ୍ତି ହିଁ ମୁଖ୍ୟ କାରଣ ଅଟେ, ଯାହାକି ତାଙ୍କ ପାଖକୁ ଟାଣି ଆଣିଥାଏ ଏବଂ ଆମ ବିଶ୍ୱବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ। ଜୟ ଜଗନ୍ନାଥ। ସମାପ୍ତ। ଏ ଭିଡ଼ିଓଟି ତୁମମାନଙ୍କୁ କିପରି ଲାଗିଲା କମେଣ୍ଟ କରି ଜଣାଇବ। ଯଦି ଭଲ ଲାଗିଥାଏ ଲାଇକ୍ ଏବଂ ସେୟାର ମଧ୍ୟ କରିଦେବ। ନେକ୍ସଟ ଭିଡ଼ିଓ ଖୁବ୍ ଶୀଘ୍ର ତୁମେମାନେ ପାଇଯିବ। ମନ ଦେଇ ପାଠ ପଢ଼ିବ, ମା ଓ ବାପାଙ୍କର କଥା ମାନି ଚଳିବ। ରହିଲି, ଧନ୍ୟବାଦ।